ସରକାରଙ୍କ ତରଫରୁ ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି। ତାପରେ ଆଜି ଆମର ହଉଛି 24 ଜଣ ଚାଷୀଙ୍କର ଟାର୍ଗେଟ ଆସିଛି। 735 କ୍ୱିଣ୍ଟାଲ ଧାନ ଉଠାଇବା ଯୋଜନା ରହିଛି। ଆଉ ସବୁ ଚାଷୀଙ୍କୁ ଯୋଗାଯୋଗ କରାଯାଇଛି। ଆଉ ସମସ୍ତ ମଧ୍ୟ ଧାନ ଆଣିକି ଆସିଛନ୍ତି। ଇଫେକ୍ଟିଭ ଧାନ ଯଦି ଆଣିବେ, ସରକାରଙ୍କର ଗାଇଡଲାଇନ ଅନୁସାରେ ଇଫେକ୍ଟିଭ ଧାନ ଯାହାର ଅଛି ତାର କଟନୀ ଛଟନୀର ବ୍ୟବସ୍ଥା ନାହିଁ। ଇଫେକ୍ଟିଭ ଧାନ ଯାହାର ନାହିଁ, ଆମେ ଚାଷୀଙ୍କୁ କହିଦଉ ଆପଣ ଫେରେଇ ନେଇଯାଆନ୍ତୁ। ତାପରେ କଟନୀ ଛଟନୀ କଟା ସେଇଟା ହଉଛି ଆମ ଉପରେ କିଛି ନିର୍ଭର କରେନି, ସେଇଟା ଚାଷୀ ଉପରେ ଆଉ ମିଲର ଉପରେ ନିର୍ଭର କରେ। ଅଖା ମିଲର ଦେଇଛି, ପ୍ରାୟ ଚାଷୀ ଆଗରୁ ଅଖା ପୁରେଇକି ଆଣିଛନ୍ତି। ଆଉ ଆମ ତରଫରୁ ଯେତିକି ଚାଷୀଙ୍କୁ ଅଖା ଦିଆଯାଇଛି ସେ ବି ଆଣିଛନ୍ତି। 546 ଜଣଙ୍କର ପଞ୍ଜୀକୃତ ହେଇଛି। ଆମର ଟାର୍ଗେଟ ହଉଛି 20,000 କ୍ୱିଣ୍ଟାଲ। ପୂର୍ବ ବର୍ଷ ଆମେ କିଣିଥିଲୁ 14,070 କ୍ୱିଣ୍ଟାଲ ଧାନ। ଆମକୁ ଏ ବର୍ଷ ଆହୁରି 4 କ୍ୱିଣ୍ଟାଲ ଧାନ ଏକ୍ସେସ୍ କିଣିବାର ଅଛି। ଏ ବର୍ଷ ଚାଷୀ ସମସ୍ତ ଧାନ ଉଠାଇବା ପାଇଁ ସବୁ ପ୍ରୋଗ୍ରାମ କରାଯାଇଛି। ତେଣୁ ସମସ୍ତେ ବି ସହଯୋଗ କରୁଛନ୍ତି। ସିଏ ବି ସବୁ ଚାଷୀଙ୍କ ପାଇଁ ବର୍ତ୍ତମାନ ଭାରି ବ୍ୟସ୍ତ, ଧାନ କେମିତି ସୁରକ୍ଷିତ ଏଇଠି ଦେବେ ଆଉ ଚାଷୀଙ୍କର କୌଣସି ଅସୁବିଧା ହବନି, ଆଉ ଚାଷୀ ବି ପଇସା ଠିକ ଭାବରେ ପାଇବେ। ତେଣୁ ସେ ସେକ୍ରେଟାରୀ ତାର ସବୁ ବ୍ୟବସ୍ଥା କେତେ ଜଣ ଚାଷୀଙ୍କୁ ଧାନ ଉଠିବ? ଆଜି ପ୍ରାୟ 10-40 ଜଣ ଚାଷୀ ଉଠିଗଲେ ଆଶା ରଖିଲୁ। ଆଉ ଏଠି ଆମର ଚାଷୀଙ୍କର କୌଣସି ଅଭିଯୋଗ ନାହିଁ। ଆମର ବସିକି ଯାହା ନିଷ୍ପତ୍ତି କରୁ ସେଇଟା ସେକ୍ରେଟାରୀ ନେଇକି ସେଇଟା ହୁଏ। ତେଣୁ ଚାଷୀ କୌଣସି ଏଠି କମ୍ପ୍ଲେନ୍ ନାହିଁ ନା ଅଭିଯୋଗ କୌଣସି ନାହିଁ ନା ସେକ୍ରେଟାରୀ ବିରୋଧ ଉପରେ କୌଣସି ଅଭିଯୋଗ ନାହିଁ ନା ମଣ୍ଡି ଉପରେ କୌଣସି ସୋସାଇଟି ଉପରେ କୌଣସି ଅଭିଯୋଗ ନାହିଁ। ଏଠି କୌଣସି ଦୁର୍ନୀତିର ପ୍ରଶ୍ରୟ କାହାକୁ ଦିଆଯାଉ ନାହିଁ। ଏମିତିକି ମାନେ ସବୁ ପାଇଁ ଚାଷୀଙ୍କର ଏଠି ସ୍ୱାଗତ ଯୋଗ୍ୟ। ଆଉ ଏଠି ଯଦି କୌଣସି ବ୍ୟକ୍ତି ଆସି ମାନେ ବ୍ୟବସାୟ କରିବା ପାଇଁ ଚେଷ୍ଟା କରିବି, ତାକୁ ଚାଷୀ କେବେ ପ୍ରଶ୍ରୟ ଦେବେ ନାହିଁ। ଇଏ ହେଉଛି ପ୍ରାଥମିକ କଥା। ଏଠି ଧାନ ବିକ୍ରିରେ କିଛି ଅସୁବିଧା ନାହିଁ। ସରକାର ନ୍ୟୁଜ୍ ମିଳିବା ଜିନିଷ ଏବେ ଡେରି ଅବଶ୍ୟ ମଣ୍ଡିଟି ଆରମ୍ଭ ହେଇଛି, ତଥାପି ଏଇଟା ସରକାର ସ୍ୱାଗତ ଯୋଗ୍ୟ ଆମେ କରୁଛୁ। ଚାଷୀଙ୍କ ଧାନ କେମିତି ସୁରୁଖୁରୁରେ ଯିବ, ଆଉ ବର୍ଷା ପାଇଁ କେରପାଲ ଫେରପାଲ ସବୁ ଠିକ୍ଠାକ୍ ଅଛି। ଆଉ ଏଠି 5 ବର୍ଷ ହେଲା ଆମେ ଧାନ ଦେଉଛୁ, ବହୁତ ସୁରୁଖୁରୁରେ ଧାନ ଚାଲିଛି, ଅସୁବିଧା କିଛି ନାହିଁ।